ଜୟ ଜଗନ୍ନାଥ ମାଲିକେ ରେଡି ତ ଆମେ ରେଡି। ଡେ ଷ୍ଟାର୍ଟ ସକାଳ ଆରମ୍ଭ। ସକାଳ ଅଲରେଡ଼ି 6:10ରୁ ଆରମ୍ଭ ହେଲାଣି, ବାକି ଅବି 6:45 ହେଇଛି। ସବୁ ତାମଝାମ କାମ ସବୁ ସାରିକି ନିଜର ଫ୍ରେଶ ହେଇକି ଅବିକା ଆରମ୍ଭ ଦୋକାନ ପାଇଁ କାମ ସକାଳ ଆରମ୍ଭ କରିବା, କାହିଁକିନା ଆଜି ଜଲ୍ଦି କାମ ସାରିବାକୁ ପଡ଼ିବ। ପାର୍ସଲ ଅର୍ଡ଼ର ଅଛି, କେତେଟା ଦେବାର ଅଛି, ତ ସକାଳୁ ସକାଳୁ ଉଠିବା, ସେଥିପାଇଁ ଜଲ୍ଦି ଉଠି ଜଲ୍ଦି କାମ କରିବା। କାମ ଆଗେ ସାରିଦେବା ଫଟାଫଟ, ତାପରେ ଯାହା ବେପାର ଆଜି କିଛିଟା ନୂଆ ଆଇଟମ୍ ହେବାର ଅଛି। କହିଥିଲି ଇଭିନିଂରେ ଆରମ୍ଭ ହେବ, ତ ତା ପାଇଁ ବି ବହୁତ ସାରା କାମ ବାକି ଅଛି। ଅବି ସକାଳେ ଯିବା, ସକାଳ କାମ ଆରମ୍ଭ କରିବା, ତାପରେ କଥାବାର୍ତ୍ତା ଚାଲ। ଜଣା ପଡ଼ୁନି ନାଇଁ, ଏବେ ଦେଖିଲେ ଜଣା ପଡ଼ିଲା। ଗୋଟେ କଥାରେ ନାହିଁ, କ'ଣ କହିଲ, ଥରେ ତୁମକୁ ଗେମ୍ଟା ବୁଝିବାର ଅଛି। ଥରେ ସେ ଗେମ୍ଟା ତୁମେ ବୁଝିଗଲ, ତୁମକୁ ହରେଇଲା ବାଲା କେହି ନଥିବେ। ସେ ଗେମ୍ରେ ତୁମେ ହିଁ ରଜା, ତୁମେ ହିଁ ପ୍ରଜା, ତୁମେ ହିଁ ମାଲିକ, ତୁମେ ହିଁ ଚାକର, ସବୁ ତୁମେ ନିଜେ ରହିବ। ସେଇଭଳିଆ ଚାଲ କୁହ। ଏଇଗୁଡ଼ା ଏଇଟା ହେଲା ଆମର କଟକର ଗୋଟେ ପ୍ରାଇମ୍ ଲୋକେସନ୍। କହିଲେ ଦେଖିବାକୁ ଏ ଜାଗା କିଏ କହିପାରିବ କମେଣ୍ଟରେ ଦେଖିବା। ସବୁ କହିପାରିବେ ହ୍ୟାଲୋ। ହାର ଜିତରୁ ଆଗରେ ସବୁଠୁ ଉପରେ ନିଜ କର୍ମ ଅଛି ଭାଇ, ମନେ ରଖିଥିବ ସଦାବେଳେ। କର୍ମ କରି ଚାଲ, କର୍ମ କରି ଚାଲ। ଆମେ କର୍ମ କରି ଚାଲୁଛୁ ବୋଲି ଆମର କିଛି ଟେନସନ୍ ନାହିଁ, ବିନ୍ଦାସ ଅଛ। ଦୋକାନ ଖୋଲା ହେବ। ଅବି ଗୋଟେ ଅର୍ଡ଼ର ଥିଲା, ଯାଇଥିଲ ଅର୍ଡ଼ର ପକେଇଲ, ଦେଇକି ଆସିଲ। ଏବେ ଯିବା ଫ୍ରେଶ୍ ହେବା, ନିଜେ ଟିକେ କ'ଣ ଖିଆପିଆ କରିକି ଆରମ୍ଭ କରିବା ଆଉ ନିଜର। କ'ଣ କହୁଛ? ଚାଲ ଆରମ୍ଭ ହଉ କଥାବାର୍ତ୍ତା। ସାଙ୍ଗମାନେ ରେଡ଼ି ତ? ଆମ ମାଲ ରେଡ଼ି, ଚାଲ। ବେପାର ଚାଲିଛି। ବେପାରର ନିୟମ ହେଲା ସେତେ ପର୍ଯ୍ୟନ୍ତ ବସ ଯେତେ ପର୍ଯ୍ୟନ୍ତ ବେପାର ସରିନି। ଆଉ ମୁଁ ହେଲି ମହାଜିଦିଆ, ମୋ ଜିଦି ପାଇଁ ମୁଁ କିଛି ବି କରିପାରେ। କ'ଣ କହିଥିଲି, ସବୁ ସେ ବାବାଙ୍କ ଇଚ୍ଛା। ବାବାଙ୍କ ଇଚ୍ଛାରେ ସବୁ ଚାଲିବ, ବାବାଙ୍କ ଇଚ୍ଛାରେ, ବାବାଙ୍କ ବରାଦରେ ମାଲ ବି ଶେଷ। ଆଉ ଯିବା ଟିକେ ରେଷ୍ଟ ନେବା, ପୁଣି ରାତି ବେପାର ପାଇଁ ପ୍ରିପାରେସନ୍ ହେବ। ରାତିରେ ଆଜି ସ୍ପେଶାଲ୍ ଆଇଟମ୍ ଗୋଡ଼ ଶୁରୁଆ ଚକୁଳି ପିଠା, ପୁରା ନିଆରା ଜିନିଷ ସବୁ ହେବ। ଯେଉଁ ଜିନିଷ ଗୁଡ଼ା କେହି କେହି ପାଇନଥିବେ, ସେଇ ସବୁ ଜିନିଷ ଆଇଟମ୍ ସବୁ କରାହେବ ରାତିରେ। କେବଳ ଆମର ନନଭେଜ୍ ଡେ, ୱେଡ଼ନେସଡେ, ଫ୍ରାଇଡ଼େ, ସଣ୍ଡେ, ସେଇ 3ଟା ବାରିରେ ସବୁ ନନଭେଜ୍ ଆଇଟମ୍। ବିରିୟାନୀ ରହିବ, ଚିକେନ୍ ବିରିୟାନୀ ଦିନରେ ରହିବ, ରାତିରେ ଗୋଡ଼ ଶୁରୁଆ ଚକୁଳି ରହିବ। କ'ଣ ପଡ଼ି ରେଡ଼ି ତ? ସବୁ ଶେଷ, ଟିକେ ରେଷ୍ଟ ପାଡ଼ି। ଅବିକା ସବୁ ଧୁଆଧୁଇ ସାଫ ସଫାଇ ସବୁ ହେଲା। ବାକି ଏଇ ଦେଖ ସବୁ ଆଣି ସେଇଠି ଥୋଇଛି, ବାହାରେ ଥୁଆ ହେଇଛି। ଦେଖ ବାହାରେ ଥୋଇଲି, ସବୁ ସଫାସୁତୁରା କରିକି ଆଣିକି ଥୁଆ ହେଲା। ଟିକେ ରେଷ୍ଟ ନେବା, ପୁଣି ରାତି ପାଇଁ ଆଜି ରାତି ପାଇଁ ପ୍ରିପାରେସନ୍ ହେବ। ଆଜି ରାତିରେ କହୁଥିଲି ମାନେ ଜଷ୍ଟ ଗୋଡ଼ ଶୁରୁଆ ଆଉ ଚକୁଳି, ମାନେ ୟୁନିକ୍ ଆଇଟମ୍ କରିବା। ଯେଉଁ ଆଇଟମ୍ ଗୁଡ଼ା କେହି କେବେ ଖାଇନଥିବେ, କି ଯଦି ବି ଖାଇଥିବେ ଏଇ ଟେଷ୍ଟରେ କେବେ ଖାଇନଥିବେ। ଯଦି ବି କିଏ ଖାଇଥିବ, ଲୋକ ତ ସବୁକିଛି ସବୁଠି ସବୁ ଜାଗାରେ ଖାଉଛନ୍ତି, ସବୁକିଛି ସବୁ ଜାଗାରେ ବି ମିଳୁଛି, କିନ୍ତୁ କିଛି ନିଆରା ଟେଷ୍ଟ ଦେବା ପାଇଁ, ଆଉ କିଛି ମାନେ କ'ଣ, ଖାଇବାରେ ସଦାବେଳେ ମନେ ରଖିଥିବ, ଖାଇବାରେ ପ୍ରେମଟା, ଯେଉଁ ପ୍ରେମ ଯଦି ତା ଦେହରେ ନ ଦେବ, ସେ ଖାଇବା କେବେ ଭଲ ହେବନି। ଏଇଟା ଗୋଟେ କଥାରେ ଅଛି, ଆମ ପୂର୍ବପୁରୁଷ କହିକି ଯାଇଛନ୍ତି। ତ ମୁଁ ସଦାବେଳେ ଯେତେବେଳେ ରୋଷେଇ କରେ, କି ମୋ ମାଆ ରୋଷେଇ କରନ୍ତି, ଆମେ ସଦାବେଳେ ଖାଇବାରେ ପ୍ରେମଟା ଦେଇକି ହିଁ କରୁ। ସଦାବେଳେ ଭଗବାନଙ୍କ ନାଁଟା ଜପିକି କରିବ। ଯେତେବେଳେ ବି ଯେକୌଣସି ଜାଗାରେ ବି ତୁମେ ରୋଷେଇ କର, ଆରମ୍ଭଟା ନାରାୟଣଙ୍କ ନାଁରୁ ଜପିକି କର, ତୁମ ରୋଷେଇ ଦେଖିବ ପୁରା 1 ନମ୍ବର ହେବ। ଏଇଟା ମୁଁ କହୁନି, ଏଇଟା ମୋର ସବୁଦିନର ମତଲବ ଏକ୍ସପିରିଏନ୍ସ। ଯେବେଠୁ ମୁଁ ଦୋକାନ କଲିଣି ମୋର, ସେବେଠୁ ମୋର ଆଜି ପର୍ଯ୍ୟନ୍ତର ଏକ୍ସପିରିଏନ୍ସ ଯେ ବହୁତ ଭଲ ହେବ, ବହୁତ ଭଲ, ଆରାମସେ ହେବ, ସବୁ ହେବ।
ଏଇ ହସ ନା ଏଇ ହସଟାକୁ କେତେ ଲୋକ ଦବେଇ ଦେବା ଚେଷ୍ଟା କରିଛନ୍ତି, ବହୁତ ଲୋକ। ମାନେ କ'ଣ କହିବି, କେତେ ଚେଷ୍ଟା କରିଛନ୍ତି, ସବୁ ଚେଷ୍ଟାରେ ସେ ବିଫଳ ହେଉଛନ୍ତି। କ'ଣ ପାଇଁ ଜାଣିଛ? କେବଳ ମୋ ଭଗବାନଙ୍କ ପାଇଁ, କେବଳ ମୋ ସାଙ୍ଗରେ ମୋ ପ୍ରଭୁ ଅଛନ୍ତି। ମୁଁ ଜାଣିଛି ମୁଁ ଯାହା ବି କରୁଛି, ଯଦି ମୁଁ କିଛି ଭୁଲ କରୁଥିବି ସେ ତା ଦଣ୍ଡ ମୋତେ ନିଶ୍ଚିତ ମିଳିବ। କେଉଁ ପଟୁ ନା କେଉଁ ପଟୁ ଗୋଟେ ବାଜିବ। ଯଦି ମୁଁ ଠିକ୍ କରିଥିବି ରେଜଲ୍ଟ ତୁମ ସାମ୍ନାରେ ଅଛି, ମୋତେ କିଛି କହିବାକୁ ପଡ଼ିବନି, କିଛି କହିବାର ନାହିଁ। ଯିଏ ଯାହା କରିବ ତା ଫଳ ସେଇ ଜନ୍ମରେ, ଯେଉଁ ଭାବୁନ ଆର ଜନ୍ମର ମୁଁ କରିଥିଲି ଏଇ ଜନ୍ମରେ ମୁଁ ପାଉଛି, ସେସବୁ କିଛି ନାହିଁ ରେ ଭାଇ, ଏଇଟା କଳିଯୁଗ। ତମେ ଏଇଠି କରିଛ, ଏଇ ଜନ୍ମରେ କଲ, ଏଇ ଜନ୍ମରେ ହିଁ ନେବ, ଅଲବତ ନେବ, ତୁମକୁ ନେବାକୁ ହିଁ ପଡ଼ିବ। ଏଇଟା ହେଲା ନିୟମ, ଭଗବାନଙ୍କ ନିୟମ ଏଇଟା ହେଲା। ଚାଲ ଭାଇ, ଏବେ ଗପସପ୍ ସେତିକି ଥାଉ, ଟିକେ ରେଷ୍ଟ ନେବା, ପୁରା ଟାୟାର୍ଡ଼। ପୁଣି କାହିଁକିନା ଇଭିନିଂରେ ଦୋକାନ ଲଗାଇବାର ଅଛି। ବହୁତ ସାରା ମତଲବ କ'ଣ କହିଲ, ବହୁତ ସାରା ଜିନିଷ ଅଛି ମନରେ କହିବା ପାଇଁ, ବାସ୍ ମୁଁ କହିପାରୁନି। ଆଉ ଏକ୍ସାଇଟମେଣ୍ଟ ଟିକେ ଅଧିକା ହେଇଯାଉଛି ତ କହିପାରୁନି। ସେସବୁ ଏକ୍ସାଇଟମେଣ୍ଟକୁ ଧୀରେ ଧୀରେ ରଖୁଛି। ସବୁ କହିବି ମାନେ କ'ଣ କ'ଣ ହେଇଛି ଲାଇଫ୍ରେ, କେଉଁ ଜାଗାରୁ ଲୋକ ଆଜିକା ଡେଟ୍ରେ ଏମିତି ଦେଖୁଥାଇ ପାରନ୍ତି, କିନ୍ତୁ ମୁଁ ମୋର ଯଦି ପୁରୁଣା ଫଟୋ ଗୁଡ଼ା ଅପଲୋଡ଼ କରିଦେବି, ଲୋକମାନେ ଦେଖିବେ ଯେ କେଉଁ ଷ୍ଟେଜ୍ରୁ ଆସିଛୁ ଆମେ, ସେଇଟା ଲୋକମାନେ ଜାଣିପାରିବେ। ତ ସେଇଟା ବି ହେବ। ସବୁ ଷ୍ଟୋରି ଅଛି, ବହୁତ ଷ୍ଟୋରି, ଭରି ଷ୍ଟୋରି ଅଛି ଏ ଭିତରେ, ଭରା ଅଛି ଏ ଭିତରେ, ଭର୍ତ୍ତି କରି ରଖିଛି ପୁରା। ବାହାର କରିବି, ଟିକେ ଟାଇମ୍ ଦରକାର ବାସ୍। ଚାଲ ଯିବା, ଟିକେ ରେଷ୍ଟ ନେବା, ତାପରେ କଥା ହେବା ପରେ। ହେଲାନି ଭାଇ ଆଇଲେ ମାଲିକେ, କ'ଣ ଖବର କୁହ? ସବୁ ରେଡ଼ି ତ? ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି, ଥଣ୍ଡା ଦେହରେ ରହୁଛି, କିଛି ମାନେ ତୁମର ଜଏଣ୍ଟ ପେନ୍ ହେଉଛି, ତାହେଲେ ଆସ। କେଉଁଠି? ଆମ ଆଡ଼େ ସ୍ପେଶାଲ ଖାସି ଗୋଡ଼ ସୁରୁଆ ଖାଇକି ଯିବ। ଚାଲ। କହୁଛ କୁହ, କ'ଣ କହୁଥିଲ ମୋ ନାଁରେ ସବୁ? କିଏ କହୁଥିଲ? ତୁ କହୁଥିଲୁ କ'ଣ କହୁଥିଲୁ କହ? ତତେ କୁହା ହଉଛି ଆଗ ଗୋଟା ଦବ, ହବ ରେଡ଼ି। ଏ ଦେଖ, ଇଏ ବି ଦେଖ, ଇଏ ହେଲେ ଏଇଟା ହେଉଛି ଗୋଡ଼ ସୁରୁଆ, ଇଏ ହେଲେ ସେଫ୍, ଗୋଡ଼ ସୁରୁଆର ସେଫ୍। କହୁନ କ'ଣ କହୁଛୁ? ହଁ ଓକେ ରେଡ଼ି। ଆଜି ତ ହେବନି, କାଲି କାଢ଼ିବା ଆଉ। ପ୍ରେସର୍ କୁକର୍ ବାହାରିବ, ଡେକ୍ଚି ଫେକ୍ଚି ବାହାରିବ, କ'ଣ ସବୁ ଅଛି ଆମର ଭିତରେ ତାଜାରେ, ସବୁ ଚଢ଼େଇ କାଲି ବାହାର କରିବା। ଆଜି ବେପାର ଅଛି, ବେପାର କରିବା ଭାବିବା। ଅଲରେଡ଼ି ମାନେ ଅର୍ଡ଼ର ସରିଲାଣି, ମାଲ୍ ଯେତିକି ଥିଲା ସବୁ ଶେଷ, ଅର୍ଡ଼ର ହେଇଗଲା, ସବୁ ଅର୍ଡ଼ର ହେଇଯାଇଛି। ତ ଭାଇ ଫାଇନାଲ୍ ସବ୍ ଶେଷ, ଅଭି ଖିଆ ହେବ, ଖିଆ ହେବ, ଶୁଆ ହେବ। ଦେଖୁନ କେମିତି ହେଉଛି, ଦେଖୁନ ଟିକେ ହଉ, ଟିକେ ଯାଏ, ହଉ ଟିକେ। କ'ଣ କହିବ, କ'ଣ କହିବ ଜଲ୍ଦି, ଭଲରେ କୁହ। ଜୟ ଜଗନ୍ନାଥ କହିଦିଅ। ଜୟ ଜଗନ୍ନାଥ। ପ୍ରଭୁଙ୍କ ବରାତ, ପ୍ରଭୁଙ୍କ ଆଶୀର୍ବାଦରେ ସବୁ। ଏ ହେଲା ଆମ ଚେମଡ଼, ଇଏ ମୋ ଦାଦା ପୁଅ। ମୁଁ ସବୁ କାମ ସରିଲା ଫାଇନାଲ୍, ତାପରେ ଏବେ ଆସିଲି। ମୁଁ ନିଜ ପାଇଁ ବି ଆଜି ଖାଇବାକୁ ରଖିନିଲା। ଚାଲ, କିଛି ଅସୁବିଧା ନାହିଁ, ବେପାର କଲେ ଏମିତି ହୁଏ। ତ ଭଲ ହେଲା ଭଗବାନ ଦୟାରୁ, ବହୁତ ଜଲ୍ଦି ମାନେ ଆଜି 9ଟା ବାଜିଛି, ବେପାର ସରିଗଲାଣି। ସବୁ ସାରିକି ଏବେ ଆସିଲି ଘରେ, ଖାଇ ପିଇକି ରେଷ୍ଟ, ଶୁଆ ହେବ ପୁରା। ଯାହା ହେବ ପୁଣି କାଲି ନେକ୍ସଟ ଡେ। ଭଗବାନ ଯଦି ଜୀବନ ଦେଲେ, ଦେଖ କିଛି କହିହେବନି। ଏ ହେଲା ପାଣି ଫଟକା ହେଲା, ମାନେ କ'ଣ କହିଲ, ଅଛ କେତେବେଳେ ଯିବ କେହି କହିପାରିବେନି, କେହି ବି ଜାଣିନାହାନ୍ତି। ତ ଯେତେ ସମୟ ବି ରହୁଛ ଭଲରେ ରୁହ ସମସ୍ତଙ୍କ ସହିତ। ସେ ରାଗ, ରୁଷା, ମାନ, ଅଭିମାନ ସେସବୁକୁ ପୁରା ମାନେ କ'ଣ କହିଲ, ପାଦ ତଳେ ଚକୁଡ଼ି ଦିଅ, ପୁରା ଗୁଳି ମାରିଦିଅ ହେଲା। କିନ୍ତୁ ନିଜ ମନକୁ ଶାନ୍ତିରେ ରଖ, ନିଜ ଶାନ୍ତିରେ ରୁହ। ସମସ୍ତଙ୍କୁ ସବୁବେଳେ ମାନେ କ'ଣ କହିଲ, ସମସ୍ତଙ୍କ ସାଙ୍ଗରେ କେବେ ଖରାପ ହେବାକୁ ଚେଷ୍ଟା କରନି। ଯଦି ଖରାପ ହେବାକୁ ଚେଷ୍ଟା କରିବ, ଯଦି ସେମାନେ ତାଙ୍କ ନିଜର ଖରାପ ହେଉଛନ୍ତି, ଦେନ୍ ଇଟ୍ସ ଓକେ, କିଛି ପ୍ରୋବ୍ଲେମ୍ ନାହିଁ। ସେଠି ଶାନ୍ତ ରହିଯାଅ,
କିନ୍ତୁ ନିଜେ କେବେ ନିଜ ଆଡ଼ୁ ଖରାପ ହେବାକୁ ଚେଷ୍ଟା କରନି। ଶାନ୍ତି ସବୁ ଜାଗାରେ ରୁହ। ଶାନ୍ତିର ସବୁଠୁ ବେଷ୍ଟ ଉତ୍ତର ନା ମାନେ ଧର ତୁମକୁ ଉତ୍ତର ଦେବାକୁ ଅଛି ନା ସବୁ ଜିନିଷର ସବୁଠୁ ବେଷ୍ଟ ଉତ୍ତର ହେଲା ଶାନ୍ତି। ଯଦି ତୁମେ ଶାନ୍ତିରେ ରହିଥିବ ନା ସେଇଟା ହିଁ ମାନେ ସାମ୍ନାବାଲାଙ୍କ ପାଇଁ ସବୁଠୁ ବେଷ୍ଟ ଉତ୍ତର ହେବ। ଚାଲ ରହିଲି ଭାଇ, ଦେଖା ହେବ ପୁଣି ନେକ୍ସଟ ବ୍ଲଗ୍ରେ। ନେକ୍ସଟ କ'ଣ କହିବି ଆଉ, ପ୍ଲିଜ୍ ୟାର ଲାଇକ୍ କର, କମେଣ୍ଟ କର, ସେୟାର ପୁରା ଦବେଇକି ମାର ଯେତେ ମାରିପାରିବ, ଆଉ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିକି ଯାଅ ହେଲା। ରହିଲି, ଚାଲ ଜୟ ଜଗନ୍ନାଥ। କ'ଣ ମାଲିକ ରେଡ଼ି ତ?